সে নামাভাসর ফল। নামাভাস দশাতে অনেক মঙ্গল, জীবের অবশ্য হয় সুকৃতি প্রবল। নামাভাস স্তর যে পাইলে বহু সুকৃতি অর্জন করলে অনেক মঙ্গল হয়। নামাভাসে নষ্ট হয়ে আছে পাপ, যেতে পাপ ଅଛି নামাଭାসে নষ্ট হয়। ପ୍ରମାଣ ଆମେ କହିଲୁ, ଅଜାମିଳର ଅଶେଷ ପାପ କରିଥିଲା, ଚିତ୍ରଗୁପ୍ତ ବଡ଼ ପାଞ୍ଜି କରିଥିଲେ, ସେ ନାମାଭାସ ଫଳ ପାଇଗଲେ। ସାଙ୍କେତ୍ୟ ନାମାଭାସର ଫଳ ପାଇଥିଲେ। ପୁତ୍ରକୁ ସଂକେତ କରି ନାରାୟଣ ନାମ ଉଚ୍ଚାରଣ ପାଇଥିଲେ, ସାଙ୍ଗେ ସାଙ୍ଗେ ସମସ୍ତ ପାପ ନଷ୍ଟ ହୋଇଯାଇଥିଲା। ଏତେ ନାମାଭାସର ଫଳ। ନାମାଭାସ ସେ ମୁକ୍ତି হয়, ସେ ମୁକ୍ତି ପାଇଥିଲା। ସେ ଆଉ ଯମପୁରକୁ ଗଲା ନା, ତାର ଆୟୁଷ ବଢ଼ିଗଲା। 88 ବର୍ଷ ବୟସରେ ମରିବାକୁ ଯାଉଥିଲା, କିନ୍ତୁ ଯମଦୂତ ଆସି ପହଞ୍ଚିଥିଲେ। କିନ୍ତୁ ନାରାୟଣ ନାମ ଉଚ୍ଚାରଣ କଲା କ୍ଷଣି ସମସ୍ତ ପାପ ନଷ୍ଟ ହୋଇଗଲା। 4 ଜଣ ବିଷ୍ଣୁଦୂତ ଆସିକରି ଗଦା ଧରିକିରି ପହଞ୍ଚିଗଲେ, ଯମଦୂତକୁ ତୋଳିଥିଲେ। ତାର ଆଉ ମୃତ୍ୟୁ ହେଲା ନା, ତାର ଆୟୁଷ ବଢ଼ିଗଲା। ସେ ତାପରେ ଗଙ୍ଗାଦ୍ୱାରକୁ ହରଦ୍ୱାରକୁ ଯାଇକରି ସାଧୁ ସଙ୍ଗ କରିଛି, ସାଧୁ ମେଳରେ ରହିକରି ଭଜନ କୀର୍ତ୍ତନ କରିଛି, ସାଧୁ ପାଦ ଆଶ୍ରୟ କରିଛି, ତାପରେ ବୈକୁଣ୍ଠକୁ ଯାଇଛି। ଏସବୁ କଥା ଅଛି, ଷଷ୍ଠ ସ୍କନ୍ଧ ଭାଗବତରେ ବର୍ଣ୍ଣନା ଅଛି। ସେ ନାମାଭାସ ଫଳରେ କଥା, ଏ ନାମାଭାସେ ଅଜାମିଳ ବୈକୁଣ୍ଠ ଗେଲରେ। ନାମାଭାସ ଫଳ ପାଇକରି ଅଜାମିଳ ବୈକୁଣ୍ଠକୁ ଯାଇଥିଲେ। ନାମାଭାସେ ମୁକ୍ତି হয়, କଳି হয় ହତ। କଳି ହେଉଛି ପାପ, ପାପ ନଷ୍ଟ ହେଇଗଲା, ମୁକ୍ତି ନାମାଭାସରେ ମୁକ୍ତି ମିଳିଯାଉଛି। ନାମାଭାସେ ନର হয় ସୁପକ୍ତି ପାବନ, ନାମାଭାସେ ସର୍ବରୋଗ হয় ନିବାରଣ। ପ୍ରାରବ୍ଧ କର୍ମବଶତ, ପାପ କର୍ମବଶତ, ପ୍ରାରବ୍ଧ କର୍ମବଶତ ରୋଗ ଆସୁଛି, ଦଣ୍ଡ ଆସୁଛି। ନାମାଭାସ ହେଇଗଲେ ତ ପ୍ରାରବ୍ଧ କର୍ମ ନଷ୍ଟ ହେଇଗଲା, ପାପ ନଷ୍ଟ ହେଇଗଲା, ତେଣୁ ରୋଗ ତଜ୍ଜନିତ ରୋଗ ଆଉ ହବ ନା, ରୋଗ ନଷ୍ଟ ହେଇଗଲା। ସେଥିପାଇଁ କୁହାଯାଏ ସର୍ବରୋଗ হয় ନିବାରଣ। নামাভাসে নাম এই কথা করিপারে। সকল আশঙ্কা নামাভাসে দূর হয়, নামাভাসে সর্বরিষ্ট হইতে শান্তি পায়। সমস্ত ভয় বিপদরু মুক্ত হয়ে যায়। অরিষ্ট অছি, ଯାହା କହନ୍ତି ଶନି ମହାଦଶାରେ ରାହୁ ଅନ୍ତର ହେଇଛି, ମାର୍କ ଦଶା ଅଛି ରେ ବାପା, ମରିଯିବରେ ଭୟଙ୍କର ଦୁଷ୍ଟ ଗ୍ରହ ଆସିଛି, ଇ ଅରିଷ୍ଟ ଅଛି। କିନ୍ତୁ ନାମ କୀର୍ତ୍ତନ କର, ଯଦି ନାମାଭାସ ସ୍ଥିତି ପାଇଲ, ତାହେଲେ ତ ପ୍ରାରବ୍ଧ କର୍ମ କଟିଗଲା, ସେ ରିଷ୍ଟ କଟିଗଲା। ସେଥିପାଇଁ ଲୋକମାନେ କ'ଣ କରନ୍ତି ନା, ଗ୍ରହ ଶାନ୍ତି କରନ୍ତି, ଗ୍ରହ ପୂଜା କରନ୍ତି। ଶନି ଗ୍ରହର ପୂଜା କରରେ ବାପା, ଗ୍ରହ ପୂଜା କରନ୍ତି। କିନ୍ତୁ ଗ୍ରହ ପୂଜା କଲେ କ'ଣ ହବ? ତୁମେ ଯଦି ନାମ କରିବ, ହରିନାମ କରିବ, ତ ନାମାଭାସ ସ୍ଥିତି ପାଇଗଲ, ତ ସବୁ ପ୍ରାରବ୍ଧ କର୍ମ ନଷ୍ଟ ହେଇଗଲା, ସବୁ ରିଷ୍ଟ କଟିଗଲା, ତୁମେ ମୁକ୍ତି ପାଇଗଲ। ଯକ୍ଷ ରକ୍ଷ ଭୂତ ପ୍ରେତ ଗ୍ରହ ସମୁଦୟ ନାମାଭାସ ସକଳ ଅନର୍ଥ। ଯକ୍ଷ ରକ୍ଷ ଯାହା କହନ୍ତି ଗୁଣି ପେଶିଛି, ଗୁଣି କରିଛି। ଯକ୍ଷ ରକ୍ଷ ଭୂତ ପ୍ରେତର ଖୁବ୍ ଉତ୍ପାଦ ହେଉଛି। ହରିନାମ କର, ନାମାଭାସ ସ୍ଥିତି ଯଦି ହେଇଗଲା, ଏଠୁ ଦୂର ହେଇଯିବ। ନରକେ ପତିତ ଲୋକ ସୁଖେ ମୁକ୍ତି ପାଏ, ନରକେ ପତିତ ଲୋକ ସୁଖେ ମୁକ୍ତି ପାଏ। ସମସ୍ତ ପ୍ରାରବ୍ଧ କର୍ମ ନାମାଭାସ ଯାଏ। ପ୍ରାରବ୍ଧ କର୍ମ ନରକରେ, ତାର ଉଦାହରଣ ନା ଅଜାମିଳ ନର୍କକୁ ଯାଉଥିଲା, ସେ ଯମଦୂତ ଆସି ଯାଇଥିଲେ, ନେଇଥାନ୍ତେ ତାକୁ, ମୁକ୍ତି ପାଇଗଲା। ଏ ନାମାଭାସ ସ୍ଥିତି ପାଇଲା। ସାଙ୍କେତ୍ୟ ନାମାଭାସ ସ୍ଥିତି ସର୍ବବେଦାଧିକ ସର୍ବତୀର୍ଥ ହିତେ ବଡ଼। ନାମାଭାସ ସର୍ବ ଶୁଭକର୍ମ ଶ୍ରେଷ୍ଠତର। ଏ ନାମାଭାସର ଏତେ ଫଳ ଅଛି। ଆଉ ନାମ ଉଦୟ ଯେତେବେଳେ ହବ, ତାହାର କଥା ଆଉ କ'ଣ କହିବ? ନାମ ଶୁଦ୍ଧ ନାମ ତ କୃଷ୍ଣ, ଶୁଦ୍ଧ ନାମ ପ୍ରେମମୟ। ଯାହା କହନ୍ତି ଶୁଦ୍ଧ ନାମ ହେଉଛି ଭାବମୟ ଆଉ ପ୍ରେମମୟ। ତେଣୁ ଶୁଦ୍ଧ ନାମ ଉଦୟ ପୂର୍ବରୁ ନାମାଭାସଟା ଆସେ। ନାମାଭାସ ଆସେ ଶୁଦ୍ଧ ନାମର ଉଦୟ ପୂର୍ବରୁ। ଯେମିତି ସୂର୍ଯ୍ୟ ଉଦୟ ପୂର୍ବରୁ ପୂର୍ବ ଦିଗ କ'ଣ ହୁଏ ନା, ନାଲି ବର୍ଣ୍ଣ ହେଇଯାଏ, ଆଭାସ ଆସିଯାଏ, ଅନ୍ଧକାର ଦୂର ହେଇଯାଏ। ନିଶାଚର ଯେଉଁଗୁଡ଼ାକ ଘନ ଅନ୍ଧକାର ମଧ୍ୟରେ ନିଶାରେ ବିଚରଣ କରନ୍ତି, ନିଶାଚାର ଗୁଡ଼ାକ, ଖଣ୍ଟ ଚୋର ତସ୍କର ଭୂତ ପ୍ରେତ, ଯେତେବେଳେ ପୂର୍ବ ଦିଗ ଖର୍ଚ୍ଚା ହେଇଗଲା, ଫସର ଫାଟିଗଲା, କହନ୍ତି ପୂର୍ବ ଦିଗ ନାଲି ଦେଖାଗଲାଣି, ମାନେ ସୂର୍ଯ୍ୟ ଉଦୟର ଆଭାସ ହେଇଗଲାଣି, ଚୋର ଖଣ୍ଟ ତସ୍କର ପଳେଇ ଯାଆନ୍ତି ସବୁ, ନିଶାଚର ଗୁଡ଼ାକ ପଳେଇ ଯାଆନ୍ତି ସବୁ। ସେହିପରି ନାମାଭାସରେ ଏଗୁଡ଼ାକ ଅରିଷ୍ଟ ଦୂର ହେଇଯାଏ, ପାପ ନଷ୍ଟ ହେଇଯାଏ। ଯକ୍ଷ ରକ୍ଷ ଭୂତ ପ୍ରେତ ପିଶାଚାଙ୍କର ଇଏ ସବୁ ଦୂର ହେଇଯାଆନ୍ତି, ରିଷ୍ଟ ଖଣ୍ଡନ ହେଇଯାଏ, ରୋଗ ଦୂର ହେଇଯାଏ, ମୁକ୍ତି ମିଳିଯାଏ। ଏସବୁ ହେଇଯାଉଛି। ସେଇଥିପାଇଁ ଶୁଦ୍ଧ ନାମ ଉଦୟ ପୂର୍ବରୁ ନାମାଭାସଟା ଆସେ। ତେଣୁ ଅପରାଧମୂଳକ ନାମ, ତାପରେ ନାମାଭାସ, ତାପରେ ଶୁଦ୍ଧ ନାମ, 3 ପ୍ରକାର କଥା ରହିଯାଉଛି। ତେଣୁ କଥାଟା ଦିଆଯାଉଛି, ଏ ନାମାଭାସର ଏତେ ଫଳ ଅଛି।
ତାର ନା ଶୁଦ୍ଧ ନାମ ଉଦୟ ପୂର୍ବରୁ ଆସେ, ଶୁଦ୍ଧ ନାମ ଉଦୟ ପୂର୍ବରୁ ଆସେ। ସେଥିପାଇଁ ଅପରାଧ ଯେତେବେଳେ ଦୂର ହେଇଯିବ ସେତେବେଳେ ଶୁଦ୍ଧ ନାମ ହବ।